ବୁଝିବ। କ୍ଷୀରି ହଙ୍ଗାରେ চেনি বদলে নুন ଉପରେ ମତେ ଯୋଉ ବଦନାମ କଲୁ ତା ଫଳ ଏବେ ପାଇଲୁ। ମୋ ମନ ମାନିଲା। ଏଇ ଦେଖିବୁ ଏ ଗୋଇଠା ତୋ ମୁହଁକୁ ମାରିବୁ ସବୁ ଠିକ ତମକୁ ମୋ ନିୟମ ବିବାହ ଛୁଇଁ ପାରିବନି ତାକୁ। କେତେ ମାଇଲେ ମୋ ଛୁଆଟା ଆଉଁସି ଦବାକୁ ଲୋକ ଅଛି। ସେ ଦୁଷ୍ଟ ଲୋକଙ୍କ ସାଙ୍ଗରେ କାହିଁକି ଲାଗୁଥିଲୁ ରେ? ଦୁଷ୍ଟ ଲୋକମାନଙ୍କ ସାଙ୍ଗରେ କେହି ଲାଗନ୍ତିନି ମା, ବରଂ ଦୁଷ୍ଟ ଲୋକମାନେ ଅନ୍ୟମାନଙ୍କ ସାଙ୍ଗରେ ସବୁବେଳେ ଲାଗନ୍ତି। ରାବଣ ସାଙ୍ଗରେ କିଏ ଲାଗିଥିଲା? କଂସ ସାଙ୍ଗରେ କିଏ ଲାଗିଥିଲା? ଅସୁର ପ୍ରକୃତି ଯାହାର ସିଏ ଅଟେ ଶତ୍ରୁ ଜଗତର। ଖେଳାଉଥାଏ ଖଳ ମନ, ସାଧୁକୁ ଦିଏ ଅପମାନ। ମାରନ୍ତୁ ମାରନ୍ତୁ ସିଏ, ସେମାନେ ସବଳ ଆମେ ଦୁର୍ବଳ। ସେମାନଙ୍କର ସବୁ ଅଛି, ଆମର ତ କିଛି ନାହିଁ। ସେମାନଙ୍କର ସମସ୍ତେ ଅଛନ୍ତି, କିନ୍ତୁ ଆମର ତ କେହି ନାହାନ୍ତି। କେବଳ କେବଳ ଜଗନ୍ନାଥ ଆମର ଅଛନ୍ତି ମା, କେବଳ ଜଗନ୍ନାଥ ଆମର ଅଛନ୍ତି। ଅନୁଭବ ତୁଳସୀ ଯାହା କହୁଛି ସବୁ ସତ। ଆମର କେହି ନାହାନ୍ତି, କେହି ନାହାନ୍ତି ଆମର, ହେଲେ ଆମର ଆମର ଜଗନ୍ନାଥ ଅଛନ୍ତି। ସିଏ ବୁଝିବେନି ତାଙ୍କ କଥା। ଆମେ ତ ଛାର ମଣିଷ। କଳା ପାହାଡ଼ ପରା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ହାତୀ ପିଠିରେ ଚମଡ଼ା ଦୌଡ଼ରେ ବାନ୍ଧି ଶ୍ରୀମନ୍ଦିରରୁ କଲିକତା ନେଇ ନିଆଁ ଲଗେଇ ପୋଡ଼ିଦେଲା। ତମ ମୂର୍ଖ ପୁଅ ବିଧର୍ମୀକୁ ବାହା ହେଇ ସାରିଲା ପରେ ପ୍ରବଚନ ଦେବା ଆରମ୍ଭ କଲାଣି। ଆସ ଆସ। ଚକୁନି କିଛି ଖାଇନାହାନ୍ତି ମା? ଖାଇନି ଖାଇନି କଣ ପାଇଁ? ତତେ କଣ ରୋଷେଇ ଆସେନି କି? ଆସେ ଆସିଲ ମୁଁ ସେ ବା ଅବିକଳ ତୋରି ଭଳିଆ ରୋଷେଇ କରୁଛି। ତାହେଲେ ଖାଇନୁ କଣ ପାଇଁ? ମୁଁ ରୋଷେଇ କରିବାକୁ ଯାଉଥିଲି ମା, ମତେ କହିଲେ ତୁ ଆଜି ଆଉ ରୋଷେଇ କରନା, ଆଜି ମୋ ଭାଇର ବାହାଘର। ମୋ ଭାଇ ବର ହେଇ ଯାଇସାରିବା ପରେ ବୋଉ ନିଶ୍ଚୟ ଆମ ପାଇଁ ଲୁଚେଇ ଲୁଚେଇ କ୍ଷୀରି ପିଠା ମିଠା ତରକାରୀ ପୁରୀ କେତେ କଣ ଆଣିବ। ଆଉ ତାପରେ ତ ଘରେ ନିଆଁ ଲାଗିଗଲା। ରଖିଛି ତମ ପାଇଁ ଖାଇବା ରଖିଛି ରେ। ଖାଇବା ନେଇକି ଆସୁଥିଲି, ଦେଖିଲି ଘରଟା ଚଳୁଛି, ସେଇଥିପାଇଁ ରହିଗଲି। ରୁହ ମୁଁ ନେଇ ଆସି ଖାଇବା ନେଇ ଆସି। ମୋ ଘର ଖାଇବା ସେମାନଙ୍କୁ ଦିଆଯିବନି ବିମଳା। କୀଟ ପତଙ୍ଗ ତରୁଲତା ସଭିଙ୍କ ତୁହି ଅନ୍ନଦାତା। যে ভুঞ্জে যেমন্ত প্রকার তু করু ব্যবস্থা তাহার। নছইল নাই মা, নছইল নাই। উপর হাতর দেলে মু তল হাତରେ ମୋ କାନି ପତେଇ ନେଇଯିବି। ଅନୁଭବ ତୁ ଯେମିତି ଅଛୁଆଁ ଲୋକମାନଙ୍କୁ ଉପର ହାତ କରି ଟେକିକି ଦଉ, ଆମକୁ ସେମିତି ହାତ ଟେକି ଦବୁ। ଭାରି ଭୋକ ହଉছিল, ଆମେ ସେ ଖାଇବା ନେଇ এই ସେ ଗଛ ମୂଳେ ଯାଇ ବସିକି ମନା କଲି ନା। ଛିଡ଼ି ଯାଇଥିବା ସମ୍ପର୍କକୁ ପୁଣି ଥରେ ଗଣ୍ଠି ପକେଇ ଯୋଡ଼ିବାକୁ ଚେଷ୍ଟା କରନି। ତା ନହେଲେ ମୋ ଭଲ ମୁହଁ ଦେଖିବା ପାଇଁ ପ୍ରସ୍ତୁତ ନୁହ। ଆଉ ମା ବିମଳା ସାନ୍ତାନୀ, ତମ ହାତ ଛୁଆଁ ମହାପ୍ରସାଦ ଏ ଅଛୁଆଁ ଜଗୁନିର ଆଉ ଦରକାର ନାହିଁ। ଭୋକ ନାହିଁ ମୋତେ, ଭୋକ ନାହିଁ। ଭୋକ କୁଆଡ଼େ ପଳେଇଗଲାଣି। ତମ ହାତରୁ ମହାପ୍ରସାଦ ନେଲେ ତମ ଶ୍ରୀମନ୍ଦିର ପରା ଅପବିତ୍ର ହେଇଯିବ। ଜମା ଭୋକ ନାହିଁ ମୋତେ। ଯଦି ଜଗା ଖାତାରେ ମୋ ପାଇଁ ପଡ଼ି ଲେଖା ହେଇଥିବ, ମୋ ଭୋକ କଥା ସେଇ ଜଗା ବୁଝିବ, ନିଶ୍ଚୟ ବୁଝିବ ସେଇ ଜଗା। ଜଗାକୁ କେତେ ଭୋକ ସେ କଥା କେବଳ ସୁଭଦ୍ରାକୁ ଜଣା। ଏଇନେ দানা কনা মনাহে মতে নীলা চক্রা চাঁদে
ପିଲାଟି ଦିନରୁ ସେ ମତେ ଏତେ ଲୁଚେଇ ଖାଇବାକୁ ଦେଇଛି ଯେ ତାକୁ ସେତିକି ଏ ଜନ୍ମରେ ଖୋଇବାକୁ ମୋର କମ ପଡିଯିବ ନନା। ନିଅ ଖା, ସେଇ ବସି ଖାଇଦେ। ହେଲା ଆଉ କଣ ମୋରି ଆଖି ଆଗରେ ମୋ ଛୁଆ ଦିଟା ଭୋକ ଉପାସରେ ମରିବେ? ପର ଝିଅଟା ମରିଯାଉ ବୋଲି କହିପାରିବିନି, କୁଳାଙ୍ଗଟା ମରିଯାଉ ବୋଲି ସକାଳେ ସଞ୍ଜେ ମୋ ଦିଅଙ୍କ ପାଖରେ ମୁଣ୍ଡିଆ ମାରୁଛି। ସେମିତି କୁହନ୍ତୁନି ବଡ ପଣ୍ଡିତେ, ମୁଁ ଜମା ଏକା ମରିବିନି। ମୁଁ ଜାଣିଛି ମୁଁ ମରିଗଲେ ଅନ୍ୟମାନେ କେମିତି ମୋ ତୁଳସୀକି ହଇରାଣ କରିବେ। ସେଇଥିପାଇଁ ଆମେ ଦି ଜଣ ବା କଥା ହେଇଛୁ, ସାଙ୍ଗ ହେଇ ବଞ୍ଚିବୁ, ସାଙ୍ଗ ହେଇ ମରିବୁ। ଏ ଦେଖୁନୁ ଏବେ ବି ତା ମଥାରେ ଓଢ଼ଣୀ ସେମିତି ଅଛି। ଯୋଉଦିନ ତା ମଥାରୁ ଓଢ଼ଣୀ ଖସିବ ସେଇଦିନ ତୋ ପୁଅ ଜଗୁନିର ଆୟୁଷ ସରିବ। କାହାକୁ ଭୟ କରନା, ଏଠି ବସ। ମୁଁ ତତେ ମୋ ନିଜ ହାତରେ ଖୁଆଇଦେବି। ତୁ ସବୁବେଳେ କହୁ ସୁଭଦ୍ରାର ହାତ ନାହିଁ, ଜଗା ଭଳିଆ ତାକୁ ଖୁଆଇଦେବି। ଆଜି ଭାବିଲେ ଜଗାର ହାତ ନାହିଁ, ଏ ସୁଭଦ୍ରା ତାକୁ ହାତରେ ଖୁଆଇଦେବ। ଏଠି ବସ। ଯଦି ସେମିତି କିଛି ଘଟଣା ଏଠି ଘଟେ ତାହେଲେ ମୋ ଘରର ଦାଣ୍ଡ ଦରଜା ନେଇ ତୁ ଭିତରକୁ ଯିବୁନି। हे निरात्री नंद शर्मा जहां तोर निष्पत्ति दिए से निष्पत्ति केवे बदलेनी। अब ये कथाटा ए घर समस्त मनुष्यଙ୍କୁ ଭଲ ଭାବରେ ଜଣାଉଛି। ବୋଉ, ବଢିଲା ଝିଅ ତୁ ଘରୁ ବାହାରି ଗଲେ ରହିବୁ କୋଉଠି? ମୋ ଜଗୁନି ତ ଏବେ ଗଛ ମୂଳେ, ସେ ତତେ ନେଇକି କୋଉଠି ଆଶ୍ରୟ ଦବ? ସେ ଖାଇବା ଫେରେଇ ନେଇଯା। କୋଉ କଥା ମାନେ ସେ ଖାଇବା ଫେରେଇନି? ମତେ ଭୋକ ନାହିଁ, ଭୋକ କୁଆଡେ ପଳେଇ ଗଲାଣି ବା। ତୁ ଯଦି ସେ ଖାଇବା ରଖି ଏଠି ଛିଡା ହବୁ ସେ ଭୋକ ପୁଣି ଆସି ମୋ ପେଟ ଭିତରେ ପଶିବ, ମତେ ପୁଣି ଭୋକ କରିବ। ତୁ ଯା ନେଇଯା, ନେଇଯା। ବାସୁମତୀ ଅରୁଆ ଚାଉଳରେ ଭାତ ରାନ୍ଧିଥିଲୁ ନା? ତୁ କେମିତି ଜାଣିଲୁ? ବାସନା ହଉଥିଲା ପରା। କ୍ଷୀରିରେ ବେଶୀ କାଜୁ କିସମିସ ମିଶେଇଥିଲୁ ନା? ତୁ ତ ଖାଇନୁ, ଜାଣିଲୁ କେମିତି? ମୁଁ କଣ ଜାଣିନି ତୁ ମତେ ବାଛି ବାଛି ବେଶୀ କାଜୁ କିସମିସ ଦଉ ବୋଲି? ଦେଇଥିଲି, ତୁ ତ ଖାଇପାରିଲୁନି। ଡାଲମାରେ ଆଳୁ ପୋଟଳ ସାରୁ ସବୁ ସରି ସରି କରି ମିଶେଇଥିଲୁ ନା? ମୋ କଥା ମାନୁନି, ଆଖି ଯୁଆଡେ ଚାହୁଁଛି ସିଆଡେ ପଳେଇ ଯା। ଏ ମା, ତୁ ତ ବହୁତ ପାଠ ପଢିଛୁ, ଡାକ୍ତରାଣୀ। ତୁ ଚାହିଁଲେ କେତେ ଟଙ୍କା ରୋଜଗାର କରିବୁ, ଜଗୁନି ତୁ କେତେ ଭଲରେ ରହିବ। ଏଠି ଓଳି ତଳେ ଗଛ ମୂଳେ କାହିଁକି ପଡିଛ ରେ? ଯା ମା, ଜଗୁନିକି ନେଇକି ପଳେଇ ଯା। ଏ ଘର ଛାଡି ଚାଲିଯିବା ପାଇଁ ମତେ କୁହନ୍ତୁନି ମା। ଏଇ ଘରେ ରହିବା ପାଇଁ ତ ମୋର ଜନ୍ମ। এই জগুনি সাগরে এইটি রহি সংসার করিবা তো হচ্ছে মোর ভাগ্যের লিখন। বিমলা, পুଅ ବୋଉ ଆସିଲାଣି, ବନ୍ଦାପନା କରି ଭିତରକୁ ନିଅ। ତୁଳସୀ, ଭାଇ ବାହାରି ଆସୁଛି, ଚାଲ ଆମେ ଏଠି ଲୁଚିକି ଦେଖିବା ଭାଇ କେମିତି ଗୁଣର ରୂପର ଭାଉଜଟି ଆଣୁଛି। ତମେ ଏଠି ଲୁଚିକି ଥାଅ, ମୁଁ ଭାଉଜକୁ ଘର ଭିତରକୁ ନେଲା ବେଳେ ତା ମୁଣ୍ଡର ଓଢ଼ଣା ଖୋଲିଦେବି, ତମେ ଦେଖିବ ହେଲା। ମନେ କେବେ ଖୋଲିବୁ? ତୁଳସୀ, ମତେ କଣ ଲାଗୁଛି ଜାଣିଛ? ନୂଆ ଭାଉଜ ଆସିଲା ପରେ ସିଏ ନନାଙ୍କୁ ବୁଝେଇବ, ନନା ଆମକୁ ପୁଣି ଘରକୁ ଡାକିବେ, ଆମେ ସମସ୍ତେ ପୁଣି ଆମ ଘରେ ହସ ଖୁସିରେ ମିଳିମିଶି ରହିବା। সময় বড় বড়বান জগুনি, কালি কোন হব কে দেখেছি, কিন্তু যাহা বি হোক